पूरा पूरी बर्बाद कर दे। हाथ दिए से कम न सरला पर्यंत मो आखि की निद आस जानी तुम बापा एक्सीडेंट मरथ टंका आ किसी मो हाथ पकई से जमी पाखे आ गए जमी वेदांत को बुले आनी जदि कह तुमको नहीं बुले आनी से फ्लैट काम आरंभ होला परे मु जाईची अदा मनीषा मु गोटे कथा बुझी पारलिनी कोन तमे माकंड को एते शीघ्र बाहर को बाहर दो कोन कारण कोन किछि बुझी पारिलनी मु चाहे तमे समिति निरळा रे समय बिताय पाए मु चाहे प्रत्येक राति रे तमे मोर सकरे एमिति खाओ निरोड़ा है जाता तमे मु ए राती को मन भरी एंजॉय करते अनुभव कर चलो आज आम से अनुभव करवा एंजॉय माउसी आमर पुराणा कालिया लोक तो आपसे मथा अड़न घरे बसवा लोक ये कथा भल लगे तुम टे
ଦେଖି ଛିଡ଼ା ହେଲ ଥାଉ ତମ ସେ ଭାଷଣ ବନ୍ଦ କର ମୋ ନିଜ ଆଖିକୁ ମୁଁ କେବେ ବି ଫାଙ୍କି ଦେଇପାରିବିନି ତମେ ଦି ଜଣ ଯାହା କରୁଛ ମୁଁ ସବୁ କଥା ମୋ ପୁଅ ବେଦାନ୍ତକୁ କହିଦେବି ଆଜି ଆସୁ ଆସୁ ମୋ ପୁଅ ବେଦାନ୍ତ ତା ଆଖିରେ ଅନ୍ଧପୁଟୁଳି ବାନ୍ଧି ତମେ ଯାହା ସବୁ ଲୀଳା କରୁଛ ସବୁ ସତ କଥା ଗୋଟି ଗୋଟି କରି କହିଦେବି ସବୁ କହିଦେବି ମୁଁ କଣ କହିବ ଶାଶୁମା ତା ଆଖିରେ ଦେଖିଛି ସେଇଆ କହିବି କଣ ଦେଖିଛ ତମେ ମୋ ଭିତରେ 150 ସାଙ୍ଗରେ ତୋର ପାପ ସମ୍ପର୍କ ଅଛି আবে ये तो ते खाली हातरे मारिला मु तो ते जोतारे मारी कांदी अबे बुढ़े मते पुणी नालिया की ମୁଁ ଟିକେ ମନୀଷାକୁ କୋଳରେ ବସେଇ ନେଲି ବୋଲି ଏମିତି ବେଦଟା କଣ ଅସୁଧ ହେଇଗଲା ତୁ ଏଠି ଗୋଟେ ମହାଭାରତ ସୃଷ୍ଟି କଲୁଣୁ ଏ ବୁଢ଼ୀ ଏଠି ଅଭିନୟ କରି ନକରି ଚୁପଚାପ ଘରେ ଚାଲିଲା ଅଭିନୟ ମୁଁ କରୁନି ଅଭିନୟ କରୁଛୁ ତୁ ତୁ ପହଳେ ଡୋପରି ରଙ୍ଗ ବଦଳେ ଅଭିନୟ କରୁଛୁ ମୋ ଝିଅର ଜୀବନଟାକୁ ତୁ ନଷ୍ଟ କରିଦେଲୁ ଆଉ ପୁଣି ଏଟାକୁ ଆସିଛୁ ମୋ ପୁଅର ଜୀବନଟାକୁ ନଷ୍ଟ କରିଦେବୁ ବୋଲି ମୋ ପୁଅ ବେଦାନ୍ତ ଆସୁ କହିଦେବି ସବୁ ସତ କଥା ତା ଆଗରେ ମୁଁ କହିଦେବି ଯାହା କରୁଛୁ ସବୁ ଗୋଟି ଗୋଟି କରି କହିଦେବି ସବୁ କହିଦେବି अबे बुढ़े तंटीटा मु दिबी शेष कर देबी ए मानो छाड़ी के बुढ़े मरिबो ओहो तुम कोन पागल हेलनी तो बुढ़े मरि दियो जे ए मनीषा श्याम बाटरे कंटा हेई छिड़ा हेई ताकू कुकुड़ा मोल्ला भलिया ता बेकू मरी ताकू मारी देबी ओहो पूछु ना कहीं की कहलो आज का दुनिया रे एमिति सासु मिलिबा बहुत भाग्यर कथा अरे चाकरानी खोजिले मिलु नांती बिना दरमारे एमिति उडे चाकरानी पाइछि एटा कोन कम बड़ कथा से खाली करि दियो ए घर काम करिवो किए आसु तो भले काओ ना गुण कि तू ए घरे आउ रही पारिबनी कोन कहिलो मु काओ ना गुणी हां हां तू बटे काओ ना गुणी तू मकना ना তাহলে আদি ঠারে কালো না গুণী দন্তনা করিব না মুড়ি বেদান্ত পাখা যদি কিছু করার চেষ্টা করবো তাহলে বেদান্ত গোটে মিনিট আমার চেষ্টা পাই মতে বেশি সময় লাগিবনি ए मनीषा বেদান্তକୁ কই তো সান କଣ ହେଉଛି ମନୀଷା କଣ ହେଉଛି কোন হব তবে বহুত টেনশন দেই দেই মো বিপি পুরা বড়াই দিলে দেখুন মানব বাবু আসিছেন जो বসি টিকে কথা বার্তা হইলে চা কি কপি অপর কইবা না 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 কোন বসি কথা গলি আরে অবান্তর যুক্তি করছন্তি মো চরিত্রକୁ নেই সন্দেহ করছন্তি ଏ ବୋଉ ଯାହା କପି ଦେଇଦେଲେ ତବେ ତ ଘଣ୍ଟା ସୁଧ ହେଇଥାନ୍ତା ଆଲୋ ମୋ ସ୍ତ୍ରୀ ସକାଳୁ ସନ୍ଧ୍ୟା ଗଡ଼ି ଗଡ଼ି କାମ ଶୁଖିଗଲାଣି କ'ଣ ଟିକେ ବସି ପଡ଼ିଲା ଯେ ତାକୁ ତୁ କହିବା ଆରମ୍ଭ କରିଦେଲୁ ତତେ ତ ମୋ କଥା ଟିକେ ଶୁଣ ମୁଁ ଆରେ କ'ଣ କହିବୁ ତୋ ସ୍ତ୍ରୀ ଏଇଆ କଲା ତୋ ସ୍ତ୍ରୀ ସେଇଆ କଲା ତୋ ସ୍ତ୍ରୀ ମତେ ଏଇଆ କହିଲା ମୁଁ ତାକୁ ସେଇଆ କହିଲି କ'ଣ କହିବି ତତେ ତ ମୁଁ କଣ କହିବାକୁ ଏ ଚାହୁଁଛି ଚୁପ୍ କହୁଛି ଯା ମୋ ସାଙ୍ଗମାନଙ୍କୁ କପି ନେଇ ଆସୁଛ ଯା କହୁଛି ତତେ ତ ମୁଁ ପରେ ତତେ କଣ କହିବାକୁ ଏ ଯା ଯା କପି ନେଇ ଆସୁ ଯା କହୁଛି ଯା ଏ କପିଟା ଟିକେ ହାର୍ଡ କରିକି ଆଣିବ ଆରେ ସାଙ୍ଗ ମତେ ଘରେ ସମୟ ଆଡଜଷ୍ଟ କରି ହଉନି ମୋର ଏଇ ଛୋଟ ଛୋଟ ଖଟା ମତେ ବହୁତ ବାଧୁଛି ତୁ କହିଲୁ
ସେ ଭୁବନେଶ୍ୱରରେ ଆପାର୍ଟମେଣ୍ଟଟା କେବେ ସରେଇବ ନା ମୁଁ ଶାନ୍ତିରେ ରହିପାରୁଛି ନା ମୋ ମନୀଷ ଶାନ୍ତିରେ ରହିପାରୁଛି ସତ କହୁ ସାଙ୍ଗ ଆଉ କଥା ଜମା ବି ଆଡଜଷ୍ଟ କରିବ ମୁଁ ତ ସେଇ କଥା କହୁଛି ଏମାନଙ୍କ ପାଇଁ ଆମର ବାକି ତକ ଜୀବନ ଏମିତି ଅଧାରେ ଅଧାରେ କଟିଗଲାଣି ଆମେ କଣ ବାକି ତକ ଜୀବନ ମନ ଭରି ଏନ୍ଜୟ କରିବାନି ଅଫକୋର୍ସ ଏ ମନୀଷା ଲାଇଫଟାକୁ ଏନ୍ଜୟ କର ଲାଇଫର ମୂଲ୍ୟ କିଛି ନାହିଁ ମୋର ଆସୁଛି ସାଙ୍ଗ ଆରେ ସାଙ୍ଗ ଟିକେ କଫି ପିଇଛୁ ଆଇ ଆଉ କେତେବେଳେ ମନୀଷା ତମେ ପ୍ଲାଟ୍ କିଣିବା ପାଇଁ ତମ ଆକାଉଣ୍ଟକୁ 50 ଲକ୍ଷ ଛାଡ଼ି ଦେଇଛି ଦେଖି ନବ ମୋତେ ଆସୁଛି ବାଏ ମନୀଷା ସତରେ ବେଦାନ୍ତ ତମ ସାଙ୍ଗ ତମ ପାଇଁ ବହୁତ କିଛି କରୁଛି ଆମେ ତାଙ୍କ ପାଖରେ ସାରା ଜୀବନ ପାଇଁ ଋଣୀ ଜାଣିଛୁ ମନୀଷା ମନୀଷା ଖାଲି ଭୁବନେଶ୍ୱରରେ ବିଲ୍ଡିଂ କାମଟା ସରିଯାଉ ଗୋଟେ ଆଲିସାନ ଘର ତିଆରି କରିବି ଆଲିସାନ ଘରେ ସୁଇମିଂ ପର୍ଯ୍ୟନ୍ତ ମନୀଷା ଦିଅ ନା ମିସ୍ କରୁନ আরে কফি কি বলি গোটে লোক ঘন্টা বিয়া করে ତମ ମାଙ୍କର ସ୍ଥାନ କାଳ ପାତ୍ର କିଛି ନାହିଁ ମନେ ଟିକେ ଶାନ୍ତିରେ ବି ରୋମାନ୍ସ କରି ଦଉନାହାନ୍ତି ଦିଅ ସେ କପଡ଼ା মুডটা আপ করতে লাগলো କଫି ନା ଆଉ କଣ ବା ଘରେ କଣ କ୍ଷୀର ନଥିଲା ପାଣି ଆମକୁ ପୁଣି ଦେଇଛ ତାতে ପୁଣି କିଲେ ଲୁଣ ପକେଇ ଦେଇଛ ତମ ଜୀବନରେ ତମେ କଫି କରୁଛ ନା ୟୁଜଲେସ୍ ନାଇଁ ମନୀଷା ନାଇଁ এই কফিরে লুণ মিশাই সে সাঙ্গ আগে মতো ছোট করিয়া বসিଥିଲା গোটে তো নিতিয়া দোষ ধরি পড়িলা এ মা পুଅ ମୋ ଉପରେ ବୋଝ ସାଇଛନ୍ତି ବୋଝ ଆଉ ଠିଆ ହେଲ କାହିଁ ଆସ ମତେ ଖାଇବାକୁ ଦବ ଯୋଉ ଟଙ୍କାଟା ମିଳିଥିଲା ସେଇ ଟଙ୍କାରେ ପାର୍ଥର ଅପରେସନ କରିଦେଲେ ଭଲ ହୁଅନ୍ତା ବୁଝିଲି ବୁଝିଲି ଆଜିକାଲି ତୁ କାହିଁକି ଏମିତି ହଉଛୁ ଏ ବାବା ଅପରେସନ ହେଇଗଲେ ସେ ଭଲ ହେଇଯାତାରେ ଔଷଧ ଖାଇ କେତେ ଦିନ ବିଚାରଟା ବଞ୍ଚିବ ସେ କହୁଛି ନା ସେ ଟଙ୍କାଟା ଉଠେଇବନି ବେଦାନ୍ତରେ ତୁ ଏମିତି କଣ କହୁଛୁ ତୁ ମନା କର ବାପା ଆଉ ଯେତେ ଯାହା ହେଲେ ପାର୍ଥଟା କଣ ତ ସାନ ଭାଇରେ ସେମିତି ଦୁଃଖ କଷ୍ଟ ଯନ୍ତ୍ରଣା ସହିବ ଏସବୁ ତୁ ଦେଖି ସହିପାରିବ କେମିତି ମୋ ବାପାଟା ପରେ ତୁ ମନା ଶୁଣ ବାପା ମୁଁ ସେ କାଗଜ ଦର୍ଶନ କରିଦେବି ତୁ ଟଙ୍କାଟା ଯାଇ ଉଠେଇ ଆଣେ ତତେ ବହୁତ ଥରେ ମନା କଲି ନା ସେ ଟଙ୍କାଟା ଉଠେଇ ହବନି ବୋଲି ଆରେ କାହିଁକି ଉଠେଇ ହବନି କହୁନୁ କାହିଁକି ନା ସେ ଟଙ୍କାଟା ଆଉ ତୋ ଆକାଉଣ୍ଟରେ ନାହିଁ ତୋର ଦସ୍ତଖତ ନେଇ ଭାଇ ସେ ଟଙ୍କାଟାକୁ ଉଠେଇ ସାରିଛନ୍ତି ଆଉ ସେ ଟଙ୍କାରେ ଭୁବନେଶ୍ୱରରେ ଗୋଟେ ପ୍ଲଟ୍ କିଣା ସରିଛି ଆଉ ସେ ପ୍ଲଟ୍ ଉପରେ ଭାଉଜଙ୍କ ନାଁରେ ଗୋଟେ ଆଲିସାନ ବଙ୍ଗଳା ତିଆରି କରିବା ପାଇଁ ତାଙ୍କର ପ୍ଲାନିଂ ପୁରା ସରିଛି ବେଦାନ୍ତ ସତ ଏ ପାଠଟା ଯାହା କହିଗଲା ସେ ସବୁ କଥା କଣ ସତ ସତରେ ସେ ଟଙ୍କାଟା ଉଠେଇ ଆଣିଛୁ ମାନେ ତୁ ମୋ ଉପରେ ସନ୍ଦେହ କରୁଛୁ ଆରେ କହିଦେଲା ତୁ ମୋ ଉପରେ ସନ୍ଦେହ କରୁଛୁ ଆରେ ମୁଁ ତତେ ସନ୍ଦେହ କରୁନି ରେ କେବଳ ସତ କଥାଟା କଣ ଜାଣିବା ପାଇଁ ମୁଁ ତତେ ପଚାରୁଛି କହିଦେ ବେଦାନ୍ତ ତୁ ସତ କଥା କହିଦେ ସତରେ କଣ ତୁ ସେ ଟଙ୍କାଟା ଉଠେଇ ସାରିଛୁ ବଡ ପୁଅ ହିସାବରେ ମୋର ମାନ ସମ୍ମାନ ଅଛି ନା ନାହିଁ ଆରେ ତୁ ବୁଝିବା ଦରକାର ସେ ଟଙ୍କାଟା ମୁଁ ଉଠେଇନି ବୋଲି ତତେ କେତେ ଥର କହିବି ସେ ଟଙ୍କା ମୁଁ ଉଠେଇନି ବୋଲି ମୁଁ ଉଠେଇନି ସେ ଟଙ୍କା ଏ ବେଦାନ୍ତ ଆରେ ଏଠି ମାନ ସମ୍ମାନ କଥା କୋଉଠୁ ବଢୁନି ରେ ଏଠି ପଡିଛି ବିଶ୍ୱାସ ଅବିଶ୍ୱାସର କଥା ଭାଇ ଭାଇର ସମ୍ପର୍କ
ସେ ଟଙ୍କାଟା ଉଠେଇ ଆଣିଛୁ। ସେ ଟଙ୍କାଟା ଉଠେଇ ଆଣିବା ପୂର୍ବରୁ ତ ବିବେକ ଟିକେ ବାସନା ଦେଲା ନଗିନା ପୁଅଟା ପାଇଁ ସେ ଟଙ୍କା ଉପରେ ମୁଁ କେତେ ଆଶା ଭରସା ତାର ଅପରେସନ ହବ ବୋଲି ସେଠୁ ସେ ଟଙ୍କାଟା ଉଠେଇ ଆଣିଲୁ। ବେଦାନ୍ତରେ ଆରେ ଆଜି ଏ ବିଧବା ମାଟା ମୋ ରୋଗୀଟା ପୁଅଟାକୁ ଭଲ କରିବା ତତେ କାଲି ପତେଇ ଭିକ ମାଗୁଛି ରେ ସେ ଟଙ୍କାଟା ମତେ ଫେରେଇ ଦେଲେ ବେଦାନ୍ତ ତୁ ମତେ ଫେରେଇ ଅନ୍ଧାର ପାଲୁଅ ମାଗିବା ଯାହା ପଥରକୁ ପାଣି ମାଗିବା ହଉଛି ଠିକ ସେଇଆ। କାହିଁକି ଲୋକ କାହିଁକି ଗୋଟେ ସ୍ୱାର୍ଥପର ପଠାଠୁ ଟଙ୍କା ଏମିତି ଆଶା କରୁଛୁ? କଣ କହିଲ କଣ କହିଲ ତମେ ମୋ ସ୍ୱାମୀ ସ୍ୱାର୍ଥପର ସ୍ୱାମୀ ଗୋଟେ ସ୍ୱାର୍ଥପର ଯିଏ ନିଜ ନାଁର ବିଶ୍ୱାସ ଦେଇପାରେ ନିଜର ବାପାର ଆକ୍ସିଡେଣ୍ଟ ପଇସା ନିଜ ପାଇଁ ବଙ୍ଗଳା ତିଆରି କରିପାରେ ତାକୁ ସ୍ୱାର୍ଥପର କହିଛନ୍ତି ଆଉ କଣ କୁହାଯାଇପାରେ? You rascal! ଆରେ ଯୋଉ ପୁଅ ଯୋଉ ସ୍ୱାମୀ ନିଜକୁ ନିଜର ସୁରକ୍ଷା ପାଇଁ ନିଜର ସ୍ତ୍ରୀର ପରଦା କରି ନିଜକୁ ଲୁଚାଇ ରଖେ ତାକୁ ମେଣ୍ଢା କହିବି ତ ମୁଁ ଆଉ କଣ କହିବି? ତମେ ଗୋଟାଏ ମେଣ୍ଢା ଗୋଟାଏ ତମେ। ଆବେ ତୋର ଏତେ ସାହସ ମୋ ସ୍ତ୍ରୀ ଆଗରେ ମୋତେ ଅପମାନ କରିବ। ଅପମାନ ଦବନି କେମିତି? ରୋଗୀଣା ଭାଇକୁ ମେଡିସିନ ଦେଇ ଖୁଆଇ ପାଇଁ ବଞ୍ଚେଇ ରଖିଛ ନା ସେ ତମକୁ କହିଲା କଣ ଗାଁ ବାଲାକୁ କହିବ ମୋ ମତରେ ଏମିତି ଗୋଟେ ଲୋକକୁ ମେଡିସିନ ନ ଦେଇ ମାରିଦେବାଟା ଭଲ। ମାରିଦିଅ ମତେ ମାରିଦିଅ ଏମିତି ଜୀବନ ନେଇ ବଞ୍ଚିବା ଅପେକ୍ଷା ମରିଯିବାଟା ମତେ ବହୁତ ଭଲ। ନାଇରେ ରୋଗାଇ କେଟ କରିବୁ ବାପୁ ସାଙ୍ଗ ଏକା ବେଳକେ ମରିଛି ବନ୍ଦ କର ତମର ମା ପୁଅଙ୍କ କଥା। ତମର ପଇସା ହିସାବ କର ନା। ଶୁଣ କୋଟି କୋଟି କରି ହିସାବ କରୁଛି ଶୁଣ। ସେ ପଇସା ଦେଇକି ମୁଁ ଗୋଟେ ଆଲିଶାନ ବଙ୍ଗଳା ତିଆରି କରିଦେବି। ତମେ ମା ପୁଅ ଆଜି ଯାଏ ମାଗେଣା ବସି ଯୋଉ ଗେମ୍ପା ମାରୁଛ ସେ ପଇସା କୋଉଠୁ ଆସୁଛି? ହିସାବ ରଖିଛ କେବେ? ଗୀତାର ବାହାଘର ଯେତିକି ଟଙ୍କା ଖର୍ଚ୍ଚ ହେଇଥିଲା ସେ ଟଙ୍କା କୋଉଠୁ ଆସିଥିଲା କେବେ ହିସାବ ମାଗିଛ? ବାପାଙ୍କ ସୁଧି କିଆରେ କେତେ ଟଙ୍କା ଖର୍ଚ୍ଚ ହେଇଥିଲା ତାହା କେବେ ହିସାବ ରଖିଛ? ମା ପୁଅଙ୍କର ମାସକୁ ମେଡିସିନ ଖର୍ଚ୍ଚ କେତେ ହଉଛି ସେ କଥା କେବେ ହିସାବ ରଖିଛ? ହିସାବ ରଖିବ କାହିଁକି? ମାଗେଣା ବସି ଗେମ୍ପା ମାରୁଛ ତ? ଏ ଶୁଣ ଏ ପାଠ ଏ ବୋଉ ତମ ଦିନ ଜମା ବ୍ୟସ୍ତ ହନା। ତମ ପଇସା ମୁଁ ଫେରେଇ ଦେବି ଗୋଟି ଗୋଟି କରି ଫେରେଇ ଦେବି। ମୋ ପଇସା କାହିଁକି ଫେରେଇଦେବ? ବାପାଙ୍କ ସୁଧିକିରେ ଯୋଉ ଟଙ୍କା ଖର୍ଚ୍ଚ ହେଇଥିଲା ସେ ସବୁ କିଏ ସୁଝିବ? କଣ ବାପା ମୋ ଅସାରୁ ନିଜେ ଉଠି ଆସିକି ସୁଝିବେ ନା ଆମର ବାଟି ବାଟି ବିଶାଳ ସମ୍ପତ୍ତି ଅଛି ସୁଝିବ? ବାପାର ସୁଧିକିଆ ବାବଦକୁ ପୁଅର ଟଙ୍କା ଯଦି ଅଲଗା ହୁଏ ନା ତାହେଲେ ତାଙ୍କ ସେ ବାପ ପଡ଼ିଆକୁ ସତ ଆଉ ଏଭଳିଆ ପୁଅଟାକୁ ମୁଁ ଜନ୍ମ ଦେଇଥିବା ମୋର ଏଇ ମା ପଡ଼ିଆକୁ ସତ ମୋ ମା ପଡ଼ିଆକୁ ବେକାରରେ ଟଙ୍କା ନାଇଁ ମୋର ସେ ଟଙ୍କା ଏ ଟଙ୍କା ତତେ ମାଗି ମୋର ବହୁତ ବଡ଼ ଭୁଲ ହେଇଯାଇଛି ରେ ବହୁତ ବଡ଼ ଭୁଲ ହେଇଯାଇଛି। ଟଙ୍କା ନାଇଁ ଆରେ ଟଙ୍କା ନାଇଁ ଟଙ୍କା ନାଇଁ। ଏ ବୋଉ ଏ ବୋଉ ଆରେ କାହା ଉପରେ ଅଭିମାନ କରି ନିଜ ପ୍ରତି କଷ୍ଟ ଦଉଛୁ? ଜାଣିଛୁ ବୋଉ ଯୋଉ ମଣିଷଟା ଗଛ ଲଗାଏ ସେ କେବେ ତାର ଫଳ ଖାଇବା ପାଶ କରିଲେ ବୋଉ। ଆରେ ଛାଇ ନ ମିଳୁ ସେ ଗଛ ମୂଳେ ତ ଟିକେ ବସି ପାରିବ। ତୁ ଏମିତି ଯୋଉ ତାଳ ଗଛଟେ ଲଗେଇଛୁ
ତାଠୁ ଛାଇର ଆଶା କରି କରୁଛୁ। ବୋଉ ଏଇ ଘରେ ରହିଲା ପକ୍ଷରୁ ମୁଁ କେବେ ବି ହିସାବ କିତାବ କିଛି ଠିକଣା ପାଇନଥିଲି। ଭାଇ ଆଜି ମୋତେ ବାଟ ମାରି ତାଙ୍କର ହିସାବ ଖାତାକୁ ମୋତେ ଭଲ ଭାବରେ ବୁଝେଇ ଦେଲେ। ଆଉ ତାଙ୍କ ହିସାବ ଖାତାକୁ ମୁଁ ଭଲ ଭାବରେ ବୁଝି ସାରିବା ପରେ ମୁଁ ଆଜି ଠିକ ଅନୁଭବ କରିପାରିଥିଲି ବୋଉ ଏଇ ଘରେ ମୋର କିଛି ବି ଅଧିକାର ନାହିଁ।